Audio Jungle. ପଖାଳ ପର୍ବ 2026 ଭୁବନେଶ୍ୱରରେ ଉଦ୍ଘାଟିତ। ଓଡ଼ିଶାର ରୋଷେଇ ପରମ୍ପରାର ଦୁଇଦିନିଆ ଉତ୍ସବ ଆରମ୍ଭ। ଓଡ଼ିଶାର ସମୃଦ୍ଧ ରୋଷେଇ ଶୈଳୀ ଓ ପରମ୍ପରାକୁ ସମ୍ମାନ ଜଣାଇ ଆଜି ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଦୁଇଦିନିଆ ପଖାଳ ପର୍ବ ଉଦ୍ଘାଟିତ ହୋଇଯାଇଛି। ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର ଏହି ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରିଥିଲେ। ଆସନ୍ତାକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିବେ। ଉଦ୍ଘାଟନୀ ଅଧିବେଶନରେ ପଦ୍ମଶ୍ରୀ ଡକ୍ଟର ଅଶୋକ କୁମାର ମହାପାତ୍ର ପଖାଳର ଔଷଧୀୟ ଗୁଣ ସମ୍ପର୍କରେ ଆଲୋକପାତ କରିବା ସହିତ ଜଗନ୍ନାଥ ସଂସ୍କୃତିରେ ଏହାର ଅନନ୍ୟ ମହତ୍ତ୍ୱକୁ ସେ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ। ପ୍ରଫେସର ଡକ୍ଟର ସିଦ୍ଧିକଣ୍ଠ ମିଶ୍ର ଏବଂ ଶ୍ରୀ ସନ୍ଦୀପ ମୁଖାର୍ଜୀ ପ୍ରମୁଖ ସ୍ଥାୟୀ ଖାଦ୍ୟର ଦର୍ଶନ, ଧାନର ବିବିଧତା ଏବଂ ଆଧୁନିକ ହୋଟେଲ ଶିଳ୍ପରେ ପାରମ୍ପରିକ ଖାଦ୍ୟର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ଦୁଇଟି ବିଷୟଭିତ୍ତିକ ଆଲୋଚନା ଚକ୍ର, ଯେଉଁଥିରେ ଓଡ଼ିଆ ରୋଷେଇର ସାଂସ୍କୃତିକ ମୂଳ ଏବଂ ଭବିଷ୍ୟତର ସମ୍ଭାବନା ଉପରେ ଆଲୋକପାତ କରାଯାଇଥିଲା। ପ୍ରଥମ ଆଲୋଚନା ଚକ୍ର ମନ୍ଦିର ରୋଷେଇଶାଳରୁ ଘରୋଇ ଚୁଲି ପର୍ଯ୍ୟନ୍ତ ଓଡ଼ିଆ ରୋଷେଇର ସାଂସ୍କୃତିକ ମୂଳ ଶୀର୍ଷକ ବିଷୟରେ ଡକ୍ଟର ସୁଧାଂଶୁ ଶେଖର ପଟ୍ଟନାୟକ, ଶ୍ରୀ ଦେବାଶିଷ ପଟ୍ଟନାୟକ, ଶ୍ରୀ ବିଶ୍ୱନାଥ ସାମନ୍ତରାୟ ଏବଂ ଶ୍ରୀ ବିପି ତ୍ରିପାଠୀ ଯୋଗଦେଇ ଓଡ଼ିଆ ଖାଦ୍ୟ ପରମ୍ପରାର ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଐତିହାସିକ ସମ୍ପର୍କ ବିଷୟରେ ମତ ରଖିଥିଲେ। ଦ୍ୱିତୀୟ ଆଲୋଚନା ଚକ୍ର ସ୍ଥାନୀୟ ପରମ୍ପରାରୁ ବିଶ୍ୱସ୍ତରୀୟ ବ୍ରାଣ୍ଡ ଓଡ଼ିଆ ରୋଷେଇ ପାଇଁ ମାର୍କେଟିଂ ରଣନୀତିରେ ପ୍ରଫେସର ତପନ କୁମାର ପଣ୍ଡା, ପ୍ରଫେସର ପ୍ରୀତିରଞ୍ଜନ ସାହୁ, ଶ୍ରୀମତୀ ରିତୁ ପଟ୍ଟନାୟକ ଏବଂ ସେଫ୍ ଅଭିନାଶ ନାୟକ ଅଂଶଗ୍ରହଣ କରିଥିଲେ। ଏଥିରେ ଓଡ଼ିଆ ଖାଦ୍ୟକୁ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ବ୍ରାଣ୍ଡିଂ ଏବଂ ଅଭିନବ ମାର୍କେଟିଂ ପଦ୍ଧତି ଉପରେ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ ଶ୍ରୀ ସୁଦର୍ଶନ ସାହୁ, ଡକ୍ଟର ଜି.ଏ. କୁମାର, ନିର୍ଦ୍ଦେଶକ CRRI କୁମାରୀ ସ୍ୱସ୍ତି ମିଶ୍ର ଏବଂ ଶବନମ ଆଫ୍ରିନ୍ଙ୍କ ପରି ବିଶିଷ୍ଟ ବ୍ୟକ୍ତିମାନେ ସ୍ୱତନ୍ତ୍ର ଉପସ୍ଥାପନ କରିଥିବା ବେଳେ ସେଫ୍ ମନଜିତ ସିଂ ଗିଲ୍ ଏବଂ ଡକ୍ଟର ସୁନିଧି ମୁଣ୍ଡଙ୍କ ଅଭିଭାଷଣ ଆଲୋଚନାକୁ ଅଧିକ ସମୃଦ୍ଧ କରିଥିଲା। ଏହା ସହିତ ଓଡ଼ିଶୀ, ସମ୍ବଲପୁରୀ, ଆଦିବାସୀ ଏବଂ ଗୋଟିପ ପରି ସୁନ୍ଦର ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଯାହା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହ ଖାଦ୍ୟ ପରମ୍ପରାର ଏକ ଅପୂର୍ବ ସମନ୍ୱୟ ସୃଷ୍ଟି କରିଥିଲା। ଏହା ଉଲ୍ଲେଖନୀୟ ଯେ ପଖାଳ ପର୍ବ 2026ର ଏକ ଅଂଶ ଭାବରେ ପର୍ଯ୍ୟଟନ ବିଭାଗ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସବୁଠାରୁ ବଡ଼ ଫେର୍ମେଣ୍ଟେଡ୍ ରାଇସ୍ ପରିବେଷଣ କରି ଗିନିଜ୍ ୱାର୍ଲଡ ରେକର୍ଡ ହାସଲ କରିବାକୁ ପ୍ରୟାସ କରୁଛି। 800ରୁ 850 କିଲୋଗ୍ରାମ ପଖାଳ ପ୍ରସ୍ତୁତ କରାଯାଉଥିବା ଏହି ପଦକ୍ଷେପ ଏହାର ପୁଷ୍ଟିକର ମୂଲ୍ୟ ଏବଂ କୃଷି ସମୃଦ୍ଧତାକୁ ପ୍ରଦର୍ଶିତ କରୁଛି। ରବିନହୁଡ୍ ଆର୍ମି ସହ ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖାଦ୍ୟ ନଷ୍ଟ ନ କରିବାର କଠୋର ନୀତି ଅବଲମ୍ବନ କରାଯିବ, ଯାହା ଉତ୍ସବ ସହିତ ସ୍ଥିରତା ବା ସନ୍ତୁଳନର ଏକ ସୁନ୍ଦର ସମନ୍ୱୟ ରକ୍ଷା କରିବ। ସମୃଦ୍ଧ ଓଡ଼ିଶାରୁ ରଜତ ମହାପାତ୍ରଙ୍କ ରିପୋର୍ଟ।